विभिन्न जात्रारे भिन्न भिन्न नाम। यार कौन रही शास्त्रीय भित्ति, कौन कहे महाभारतर अनुशासन पर्व। महाप्रभु श्री जगन्नाथଙ୍କ तीन प्रमुख यात्रा रही, जहाँ हेउछि दोल यात्रा, चंदन यात्रा और श्रीगुंडीचा यात्रा। याकु नेई एक लोकप्रिय श्लोक मध्य प्रचलित, ताहा हेउछि दोलेच दोल गोविंदं चापे च मधुसूदनम रथेतु वामनं दृष्ट्या पूर्व जन्म न विद्यते। यार अर्थ हेउछि दोल बेदीरे दोल गोविंद रूपी श्री जगन्नाथ, चंदन यात्रार चापरे मधुसूदन रूपी श्री जगन्नाथ एवं रथरे वामन रूपी श्री जगन्नाथ को दर्शन कले आ पुनर्जन्म हुए नहीं, अर्थात ए संसार चक्ररू मुक्ति मिल जाए। एने मन को प्रश्न आसे जे विभिन्न यात्रा रे श्री जगन्नाथंकर एपरि भिन्न भिन्न नाम कहीं। यार उत्स कौन? महाभारत रे पितामह भीष्म प्रत्येक मासर द्वादशी तिथि रे उपवास एवं भगवान विष्णु पूजार विशेष महात्म्य संपर्क रे युधिष्ठिर को कहिसेंती। ताहा निजे स्वयंभू विष्णु कहिसेंती एवं ताहार पालन कले पुरुष परम सुखी होइथाय बोली सूचित करिसेंती। ସେହି ପ୍ରସଙ୍ଗରେ ଭଗବାନ ବିଷ୍ଣୁଙ୍କର 12 ମାସର 12ଟି ଭିନ୍ନ ଭିନ୍ନ ନାମ ଉଲ୍ଲେଖ କରାଯାଇଛି। ନାମଗୁଡ଼ିକ ହେଉଛି ମାର୍ଗଶିର ମାସରେ କେଶବ, ପୌଷ ମାସରେ ନାରାୟଣ, ମାଘ ମାସରେ ମାଧବ, ଫାଲ୍ଗୁନ ମାସରେ ଗୋବିନ୍ଦ, ଚୈତ୍ର ମାସରେ ବିଷ୍ଣୁ, ବୈଶାଖ ମାସରେ ମଧୁସୂଦନ, ଜ୍ୟେଷ୍ଠ ମାସରେ ତ୍ରିବିକ୍ରମ, ଆଷାଢ଼ ମାସରେ ବାମନ, ଶ୍ରାବଣ ମାସରେ ଶ୍ରୀଧର, ଭାଦ୍ରବ ମାସରେ ହୃଷିକେଶ, ଆଶ୍ୱିନ ମାସରେ ପଦ୍ମନାଭ ଓ କାର୍ତ୍ତିକ ମାସରେ ଦାମୋଦର। ଏଣୁ ଫାଲ୍ଗୁନ ମାସରେ ଦୋଳଯାତ୍ରା ହେଉଥିବାରୁ ସେଥିରେ ଶ୍ରୀଜଗନ୍ନାଥ ଦୋଳ ଗୋବିନ୍ଦ ରୂପେ, ଚନ୍ଦନ ଯାତ୍ରା ବୈଶାଖ ମାସରେ ହେଉଥିବାରୁ ସେଥିରେ ସେ ମଧୁସୂଦନ ରୂପେ ଏବଂ ରଥଯାତ୍ରା ଆଷାଢ଼ ମାସରେ ହେଉଥିବାରୁ ସେଥିରେ ସେ ବାମନ ରୂପେ ଅଭିହିତ ହୋଇଥାନ୍ତି। ଏହି ଦୃଷ୍ଟିରୁ ରଥରେ ବାମନଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ଏ ସମ୍ପର୍କରେ ଜଣାଯାଏ ପରବର୍ତ୍ତୀ କାଳରେ ଭଗବାନ ବିଷ୍ଣୁଙ୍କ ସମ୍ପର୍କିତ ସ୍ଥାନୀୟ ଉତ୍ସବ ଗୁଡ଼ିକରେ ଏହାକୁ ଆଧାର ରୂପେ ଗ୍ରହଣ କରାଯାଇଛି। ବିଭିନ୍ନ ମାସର ଉତ୍ସବରେ ସମ୍ପୃକ୍ତ ଦେବତାଙ୍କର ଭିନ୍ନ ଭିନ୍ନ ନାମକୁ ଉତ୍ସବ ସହିତ ଯୋଡ଼ାଯାଇଛି। ସେହି ଅନୁସାରେ ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କର ବାମନ ନାମ ଆସିଛି। ब्यूरो रिपोर्ट, प्रभाव न्यूज।